ଦେଖ ଆଜି ଗୋଟେ ନୂଆ ଭେକେନ୍ସି ଆସିକି ପହଞ୍ଚିଛି ଯୋଉଟା ହଉଛି ବଡ ଭେକେନ୍ସି କହିବାକୁ ଗଲେ ଗୋଟେ ବଡ ସୁଯୋଗ ତମ ମାନ ଓକେ ଯେଉଁମାନେ ବି ଆପ୍ଲାଏ କରିବ ଆଇଦର ସେମାନଙ୍କର ଦେଖ ଯଦି ତମମାନଙ୍କର ଫିଜିକାଲ ଫାଷ୍ଟ ଭଲ ଅଛି ତମମାନେ ଚାକିରି ପାଇପାରିବ ବହୁତ ବଡ ସୁଯୋଗ ମନେ ରଖ ଫିଜିକାଲ ଯଦି ତମମାନଙ୍କର ଭଲ ନାହିଁ ଆଟଲିଷ୍ଟ ତମେ କଟି ଯାଇପାର ଓକେ ଦେଖ ଫିଜିକାଲ ପାଇଁ ମୁଁ ତମମାନଙ୍କୁ କହିଦଉଛି ପ୍ରଥମ କଥା ଏଇ ଜିନିଷଟା ଟିକେ ବାହାରିଛି କଣ ନା କନେଷ୍ଟବଳ ଚାକିରି ଗୋଟେ ଓକେ କନେଷ୍ଟବଳ ଚାକିରି ମାନେ ଦେଖ ଏମିତି ନାହିଁ ଯେ ଅଲଗା ଅଦର ସାଇଡ ର କନେଷ୍ଟବଳ ସେମିତି ନୁହଁ ଏଟା ହଉଛି ତମମାନଙ୍କର ସିଆରପିଏଫ ର ଓକେ ସିଆରପିଏଫ ର କନେଷ୍ଟବଳ ଚାକିରି ଓକେ ଏଥିରେ ଦେଖ ତମ ମାନଙ୍କର ସାଲେରୀ ବହୁତ ବଢିଆ ରହିଛି ଓକେ ବହୁତ ବଢିଆ ରହିଛି ତମ ମାନଙ୍କର ଏଥିରେ ପ୍ରଥମେ କଣ ହବ ଫିଜିକାଲ ଟେଷ୍ଟ ହବ ପ୍ରଥମେ ଯେଉଁମାନେ ବି ପକଉଛନ୍ତି ସେମାନେ ମୁଁ ଗୋଟେ କଥା କହିଦେବି ଆପଣ ମାନଙ୍କର ପ୍ରଥମେ ଫିଜିକାଲ ଟା ହବ ତାପରେ ତମ ମାନଙ୍କର ରିଟିନ ଏକ୍ସାମ ହବ ତାପରେ ତମମାନେ ସିଲେକ୍ସନ ପରେ ଚାକିରି ପାଇବ ଓକେ ତ ପ୍ରଥମ ଆପଣମାନ ଯୋଉ ଫିଜିକାଲ ହବ ତ ପ୍ରଥମେ ଆମେ ଫିଜିକାଲ ଯୋଉ ଫାଷ୍ଟ ହବ ସେଇଥିରେ ଆମେ ପ୍ରଥମେ ଜାଣିବା କଣ କଣ ଫାଷ୍ଟ ଫିଜିକାଲ କ୍ରାଇଟେରିଆ ରହିଛି ଓକେ ଦେଖ ଫିଜିକାଲ ପ୍ରଥମେ ତମମାନଙ୍କୁ ଯୋଉମାନେ ଆପଣମାନେ ଆପ୍ଲାଏ କରିବେ ସେମାନଙ୍କର ଦେଖ ପ୍ରଥମେ ହଉଛି କଣ ମେଲ କ୍ୟାଣ୍ଡିଡେଟ ଯୋଉମାନେ ରହିଛନ୍ତି ମେଲ ମାନେ 170 ସେଣ୍ଟିମିଟର ଯୋଉଟା ରହିଛି ସେଣ୍ଟିମିଟର ହାଇଟ୍ ହେଇଥିବା ଦରକାର ଫିମେଲ ମାନଙ୍କର 157 ସେଣ୍ଟିମିଟର ହାଇଟ୍ ଦରକାର ଓକେ କାରଣ ଆପଣ ମାନଙ୍କର ଯୋଉମାନଙ୍କର ହାଇଟ୍ 170 ହଉଥିବ ସେମାନେ ପକେଇ ପାରିବେ କୋଉମାନେ ମେଲ ମାନେ ଫିମେଲ ମାନେ କଣ ନା 157 ହାଇଟ୍ ଦେଖ ଏଥିରେ ମେଲ ଫିମେଲ ଆପଣ ମାନେ ସବୁ ପକେଇ ପାରିବେ ଠିକ ଅଛି ତାପରେ ଆସୁଛି ଆପଣ ମାନଙ୍କର କଣ ରିଲାକ୍ସେସନ ଦେଖ ସମସ୍ତଙ୍କର ଅଲଗା କ୍ୟାଟେଗୋରୀ ୱାଇଜ ମାନେ ରିଲାକ୍ସେସନ କାରଣ କାହାର ଏସି ଏସଟି କାହାର ଜେନେରାଲ କାହାର ଓବିସି କାହାର ବୁଝିପାରୁଛ ନା ଏମିତି କିଛି ଅଛି ଡିଜାବିଲିଟି ଅଛି ସେମାନେ ସବୁ ଏକ୍ସ ଯୋଉ ଆର୍ମି ସେମାନେ ବି ଅଛନ୍ତି ତ ସେଥିପାଇଁ ଆପଣ ମାନଙ୍କର ଯେତେ ବି ରିଲାକ୍ସେସନ ହବ ଏଥିରେ ଫିଜିକାଲ ରିଲାକ୍ସେସନ ବି ଥାଏ ଓକେ ତ ଏଥିରେ ରିଲାକ୍ସେସନ କଣ ଦେଇଛି ମେଲ କ୍ୟାଣ୍ଡିଡେଟ ଯୋଉମାନେ ରହିଲେ ସବୁ କ୍ୟାଣ୍ଡିଡେଟ ମାନେ ସେମାନଙ୍କର ହଉଛି ଟ୍ରାଇବାଲ କ୍ୟାଣ୍ଡିଡେଟ ମାନେ ଟ୍ରାଇବାଲ କ୍ୟାଣ୍ଡିଡେଟ ମାନେ ସବୁ ଅଲ ଯୋଉମାନେ ରହିଲେ 162 ସେଣ୍ଟିମିଟର ମେଲ ମାନଙ୍କର ଫିମେଲ ମାନଙ୍କର 150 ଓକେ ମାନେ ଫିମେଲ ମାନଙ୍କର 150 ତାପରେ ଯୋଉମାନେ ରହିଲେ ନର୍ଥ ଇଷ୍ଟର୍ନ ପିଲାମାନେ ଯୋଉମାନେ ଆପ୍ଲାଏ କରିବେ ସେମାନେ 157 ହଉଛି ମେଲ ମାନଙ୍କର ହାଇଟ୍ ଦରକାର ଆଉ 147 ଫିମେଲ ମାନଙ୍କର ହାଇଟ୍ ଦରକାର ଓକେ ତାପରେ ତମ ମାନଙ୍କର କଣ ଆପଣ ମାନଙ୍କର ଲେଫ୍ଟ ୱିଙ୍ଗ ର ଯୋଉମାନେ ରହିଲେ ସେମାନଙ୍କର 160 ସେଣ୍ଟିମିଟର ହାଇଟ୍ ଦରକାର ମେଲ ମାନଙ୍କର ଫିମେଲ ମାନଙ୍କର 147 ହାଇଟ୍ ଓକେ ଆପଣ ମାନଙ୍କର ଦେଖ ଏଠି ଲେଖା ହେଇଛି ଦୁଗ୍ରାସ ମରାଠା ଏସବୁ ଲେଖା ହେଇଛି ୟୁଟି ଆସାମ ହିମାଚଳ ଜାମ୍ମୁ କାଶ୍ମୀର ସବୁ ଲେଖା ହେଇଛି ଏଇ ସବୁ ଷ୍ଟେଟରେ ଯଦି କିଛି ପିଲା ଆପ୍ଲାଏ କରୁଛନ୍ତି ତ ଆପଣ ମାନଙ୍କର ହାଇଟ୍ ରହିବ 165 ମେଲ ମାନଙ୍କର 155 ରହିବ ଫିମେଲ ମାନଙ୍କର ଠିକ ଅଛି ଆପଣ ମାନେ ଯଦି ଅଲଗା ଅଲଗା ଦେଖନ୍ତୁ ଏଠି ଲେଖା ହେଇଛି ତ୍ରିପୁରା ସିକିମ ମଣିପୁର ଦେଖ ମଣିପୁର ମେଘାଳୟ ମିଜୋରାମ ଏସବୁ ଜାଗାରେ ଅଛି ସେଥିରେ ଲେଖା ହେଇଛି କଣ ସେଠି ଯଦି କିଛି ପିଲା ଆପ୍ଲାଏ କରୁଛନ୍ତି ତ ସେମାନଙ୍କର ମେଲ ରହିବ ହଉଛି 162 ହାଇଟ୍ ଫିମେଲ ରହିବ 100 ମାନେ 52 ହାଇଟ୍ ଓକେ ତାପରେ ଆପଣ ମାନଙ୍କର ଯୋଉମାନେ ରହିଲେ ଟେରିଟୋରିଆଲ ଆଡମିନିଷ୍ଟ୍ରେଟିଭ ରେ ଯୋଉମାନେ ରହିଲେ ସେମାନେ ଯଦି ଆପ୍ଲାଏ କରୁଛନ୍ତି ସେମାନଙ୍କର 157 ହାଇଟ୍ ରହିବ ଆଉ ମେଲ ମାନଙ୍କର ଆଉ 152 ଫିମେଲ ମାନଙ୍କର ରହିବ ଠିକ ଅଛି ତ ଆପଣ ମାନଙ୍କର ଏମିତି କିଛି ହାଇଟ୍ ରହିବ ବଟ୍ ଏତିକି ଜାଣିଥାନ୍ତୁ ହାଇଟ୍ ଟା ତମ ମାନଙ୍କର ଯେଉଁମାନେ ଆପଣ ମାନେ ପକେଇବେ ହାଇଟ୍ ଆପଣ ମାନଙ୍କର ମିନିମମ୍ 170 ଦରକାର ଓକେ ଓଡିଶା ପିଲାମାନଙ୍କର ଯୋଉମାନେ ରହିଲେ ସେମାନଙ୍କର 170 ହାଇଟ୍ ଦରକାର ଓନ୍ଲି ଓଡିଶା ପିଲାମାନଙ୍କର 170 ଓକେ ତା ଭିତରେ ବି ଆପଣ ମାନଙ୍କର ଏସସି ଏସଟି ଅଛନ୍ତି 167 ଯୋଉଟା କହୁଛନ୍ତି 168 ସେଣ୍ଟିମିଟର ବୋଧେ ନଉଛି ପ୍ରାୟତଃ ଏମିତି ନଉଛି ତାପରେ ଆପଣ ମାନଙ୍କ ଦେଖନ୍ତୁ ଚେଷ୍ଟ ଜାଣିବେ ଆମର ପ୍ରଥମେ ହାଇଟ୍ କ୍ଲିୟର ହେଇଗଲେ 170 ମେଲ ମାନଙ୍କର ଫିମେଲ ମାନଙ୍କର 157 ସରି 160 ଠିକ ଅଛି ଆପଣଙ୍କର ହାଇଟ୍ ଠିକ ହେଲା ତାପରେ ଆସୁଛି ଆପଣଙ୍କର କଣ ଚେଷ୍ଟ ଦେଖ ଆପଣଙ୍କର ଲେଖା ହେଇଛି ଅନଏକ୍ସପେଣ୍ଡ ମାନେ ଛାତି ଫୁଲେଇବେ ନାହିଁ ଖାଲି ଆପଣଙ୍କର ଯେମିତି 80 ସେଣ୍ଟିମିଟର ହଉଥିବା ଦରକାର ଛାତି ଯଦି ଆପଣ ଲେଖିଛି ମିନିମମ୍ ଏକ୍ସପେଣ୍ଡ 5 ସେମି ଯଦି 80 ଆପଣଙ୍କର ଖାଲି ହଉଛି ତାମାନେ ଫୁଲେଇବେ ଆପଣ 5 ସେମି ଓକେ ଏଟା ହଉଛି 85 ଠିକ ଅଛି ଆପଣଙ୍କର ଏମିତି ଚେଷ୍ଟ ମାଗିଛି ଆଉ ଚେଷ୍ଟ ଅଲଗା ଯୋଉମାନେ ରହିଛନ୍ତି ସେମାନଙ୍କର ଚେଷ୍ଟ ୱାଇଜ ହାଇଟ୍ ୱାଇଜ ଚେଷ୍ଟ ସେ ମାଗିଛି ଠିକ ଅଛି ଆପଣ ମାନଙ୍କର ଯୋଉମାନେ ଆପ୍ଲାଏ କରିବେ ଆପଣ ମାନେ ସେମାନଙ୍କର ହାଇଟ୍ ୱାଇଜ ଚେଷ୍ଟ ଆପଣଙ୍କୁ ମାଗିଛି ଠିକ ଅଛି ତ ତାପରେ ଆସୁଛି ଆପଣ ମାନେ ଏଟା ଜାଣିଲେ ଫିଜିକାଲ କଣ ଷ୍ଟାଣ୍ଡାର୍ଡ ଟେଷ୍ଟ ଜାଣିଲେ ଫିଜିକାଲ ଏଫିସିଏନ୍ସି ଟେଷ୍ଟ ଯୋଉଟା ଦେଖିବେ ସେଟା ମୁଁ ଦେଖେଇ ଦଉଛି ଆପଣମାନଙ୍କୁ ଫିଜିକାଲ ଏଫିସିଏନ୍ସି ଟେଷ୍ଟରେ ମାଗିଛି ସେ କଣ ଦେଖ ଏଠି ଲେଖା ହେଇଛି ଆପଣମାନଙ୍କର ଏଫିସିଏନ୍ସି ଟେଷ୍ଟରେ ଆପଣ ମାନଙ୍କର ଲେଖା ହେଇଛି ସିଟି ଡ୍ରାଇଭର ଆଉ ସିଟି ମୋଟର
ତାପରେ ମେସିନ୍ ଭେହିକିଲର ଗାର୍ଡେନର, ପ୍ରିଣ୍ଟର, କାର୍ପେଣ୍ଟର, ବେସ୍ ବଣ୍ଡ, ସିଟି ପାଇପ୍ ବେନ୍, ତାପରେ ହଉଛି ସିଟି କବାଲର, ଟେଲର ଆଉ ବାଗୁଲର ଯୋଉ ଲେଖା ହେଇଛି ସେଥିରେ ଆପଣମାନଙ୍କର ମାଗିଛି ମେଲ୍ କ୍ୟାଣ୍ଡିଡେଟ୍ ଯୋଉମାନେ ରହିଲେ ସେମାନଙ୍କର ମାଗିଛି 5 କିଲୋମିଟର 24 ମିନିଟ୍। ଓକେ, ବୁଝିପାରିଲେ କି ନାହିଁ? 5 କିଲୋମିଟର ରନିଂ ହବ 24 ମିନିଟ୍ରେ କ୍ଲିୟର କରିବେ। ଫିମେଲ ମାନଙ୍କର ମାଗିଛି 1600 କିଲୋମିଟର 8 ମିନିଟ୍ 30 ସେକେଣ୍ଡରେ କ୍ଲିୟର କରିବେ। ଆପଣମାନେ ବୁଝିପାରିଲେ? ଏଥିରେ ଟିକେ ରନିଂ କ୍ଲିୟର ମାନେ ଅଧିକ ବାଟ ନେଉଛି, ସେଥିପାଇଁ ମାଗି ଦେଇଛି ମେଲ୍ ମାନଙ୍କର 5 କିଲୋମିଟର 24 ମିନିଟ୍ ଭିତରେ କ୍ଲିୟର କରିବେ, ଆଉ ଫିମେଲ ମାନଙ୍କର 1600 ମିଟର 8 ମିନିଟ୍ 30 ସେକେଣ୍ଡରେ କ୍ଲିୟର। ତାପରେ ଆସି ତମାନଙ୍କର ଅଲଗା ଅଲଗା ଯେହେତୁ ଏଥିରେ ଟେକ୍ନିକାଲ ଆଉ ଟ୍ରେଡସମ୍ୟାନ ର ପୋଷ୍ଟ ବାହାରିଛି, ତାପରେ ପେନର ପୋଷ୍ଟ ବାହାରିଛି, ତ ସେଥିପାଇଁ ଆପଣମାନଙ୍କୁ ଯୋଉଟା କହିଲି ସେଟା ହଉଛି ଟେକ୍ନିକାଲ ଗଲା। ଏବେ ଆସିବ ଟ୍ରେଡର ସରି ଟ୍ରେଡସମ୍ୟାନ ମାନଙ୍କର। ଟ୍ରେଡସମ୍ୟାନ ହଉଛନ୍ତି କଣ? ସିଟି କୁକ୍ ରହୁଛନ୍ତି, ୱାଟର କ୍ୟାରିୟର, ସିଟି ବାର୍ବର, ସିଟି ହେୟାର, ଆଉ ଡ୍ରେସର, ୱାସରମ୍ୟାନ, ସିଟି ୱାସରମ୍ୟାନ, ଓମେନ, ତାପରେ ସଫାରି କର୍ମଚାରୀ ଯୋଉମାନେ ରହିଲେ ସେମାନେ ରହିଲେ ସଫାଇ କର୍ମଚାରୀ। ସେଥିରେ ସେମାନଙ୍କର ମାଗିଛି କଣ? ସମସ୍ତଙ୍କର ଯୋଉମାନେ ଟ୍ରେଡସମ୍ୟାନ ରହିଲେ ସେମାନଙ୍କୁ ମାଗିଛି 1600 କିଲୋମିଟର 10 ମିନିଟ୍ରେ କ୍ଲିୟର କରିବେ। 1600 କିଲୋମିଟର 10 ମିନିଟ୍ରେ କ୍ଲିୟର କରିବେ। ତାପରେ ମାଗିଛି 1600 କିଲୋମିଟର 12 ମିନିଟ୍ରେ କ୍ଲିୟର କରିବେ। 1600 କିଲୋମିଟର 12 ମିନିଟ୍ରେ କ୍ଲିୟର। ଫାଷ୍ଟ ହଉଛି 1600 କିଲୋମିଟର 10 ମିନିଟ୍ରେ, 1600 କିଲୋମିଟର ଫିମେଲ ମାନଙ୍କର 12 ମିନିଟ୍ରେ। ଦେଖନ୍ତୁ ମେଲ ଫିମେଲ ଯୋଉମାନେ ଟ୍ରେଡସମ୍ୟାନ ରହିଲେ ସେମାନଙ୍କର ବୋଥ ସେମ୍ ଅଛି। କଣ ସେମ୍ ଅଛି? ରନିଂ ସେମ୍ ଅଛି, 1600 କିଲୋମିଟର ହବ, କିନ୍ତୁ ମେଲ ମାନଙ୍କର 10 ମିନିଟ୍ ମାଗିଛି କ୍ଲିୟର କରିବେ, ଫିମେଲ ମାନଙ୍କର 12 ମିନିଟ୍ 2 ମିନିଟ୍ ଏକ୍ସଟ୍ରା ନେଇଛି। ବୁଝିପାରିଲେ? ତାପରେ ମାଗିଛି ଆପଣ ମାନଙ୍କର ପେନର। ପେନର କଣ କଣ ପୋଷ୍ଟ ମାଗିଛି? ମାସନ ଆଉ ଇଲେକ୍ଟ୍ରିସିଆନ ର ପୋଷ୍ଟରେ ସେଟା ମାଗିଛି କଣ? ଫିମେଲ ମାନଙ୍କର କୌଣସି କଣ ଫିଜିକାଲ ଷ୍ଟାଣ୍ଡାର୍ଡ ଏଫିସିଏନ୍ସି ଟେଷ୍ଟ ହବନି। ତାପରେ ଆସୁଛି ପେନରେ ଖାଲି ଫିଜିକାଲ ଫିମେଲଙ୍କର ନାହିଁ। ଓକେ, ମେଲ ମାନଙ୍କର ଅଛି କଣ? 1600 କିଲୋମିଟର 9 ମିନିଟ୍ରେ କ୍ଲିୟର କରିବେ। ଠିକ ଅଛି, ଆପଣମାନେ ବୁଝିପାରିଲେ? ତାପରେ ଏଠି ଦେଖନ୍ତୁ, ଏଥିରେ ଆମର ଏଟା ସରିଲା କଣ? ଫିଜିକାଲ ଏଫିସିଏନ୍ସି, ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ ସରିଗଲା। ତାପରେ ଆମେ ଦେଖିବା ଆପ୍ଲିକେସନ ଫି। ଆଗକୁ କହିବି, ସବୁ କ୍ରାଇଟେରିଆ କହିବି, ଏପର୍ଯ୍ୟନ୍ତ ଷ୍ଟାର୍ଟିଂ ହେଇନି। ତ ଏଥିରେ ହଉଛି ଆପ୍ଲିକେସନ ଫି କେତେ ରହୁଛି? 100 ଟଙ୍କା ନଉଛି। ବୁଝିଲେ? ଏଥିରେ ସମସ୍ତେ ଦେଖନ୍ତୁ EWS, ଜେନେରାଲ, OBC, SC ST ଯୋଉମାନେ ରହିଲେ ଫିମେଲ ମାନେ ସେମାନେ 100 ଟଙ୍କା ଫି ଦେବେ, ଆଉ ଏକ୍ସ ସର୍ଭିସମ୍ୟାନ ସେମାନେ ବି 100 ଟଙ୍କା ଫି ଦେବେ। ଏଥିରେ ଅଛି ଏଇ ଜିନିଷଟା, 100 ଟଙ୍କା ଫି ଦେବେ। ବୁଝିପାରିଲେ? ତାପରେ ଆପ୍ଲାଏ ପାଇଁ ମୁଁ ସବୁ ପ୍ରୋସେସ କହିଦେବି। ଆପ୍ଲାଏ ପରେ ତମାନେ ଆପଣମାନେ ଯେଉଁମାନେ ପକଉଛନ୍ତି ସେମାନେ ଜାଣିପାରିବେ। ଦେଖନ୍ତୁ ଏଟା ହଉଛି ଯେହେତୁ ଏଜୁକେସନ କ୍ୱାଲିଫିକେସନ, ତ ମୁଁ ଆପଣମାନଙ୍କୁ କହିନି ଏଜୁକେସନ କ୍ୱାଲିଫିକେସନ ନଉଛି କଣ? 10ମ ପାସ୍। ଓକେ, 10ମ ପାସ୍ ଯଦି କରୁଛନ୍ତି ଆପଣ ୱିଦାଉଟ୍, ଦେଖ ଆପଣ ଯଦି କୌଣସି ଆଗକୁ ପଢିନାହାନ୍ତି ବଟ୍ 10ମ ପରେ ରହିଛନ୍ତି, 10ମ ପରେ ଆପଣମାନେ ଫର୍ମ ପକେଇକି ଏଟା ଆପ୍ଲାଏ କରିପାରିବେ। ଠିକ ଅଛି, ଯଦି ଆପଣଙ୍କର ଫିଜିକାଲ ଷ୍ଟ୍ରଙ୍ଗ ଅଛି। ବୁଝିପାରିଲେ? ଦେଖ ଏଜୁକେସନ କ୍ୱାଲିଫିକେସନ ଆପଣମାନଙ୍କୁ ମୁଁ କହିଦଉଛି। ପ୍ରଥମେ ଦେଖନ୍ତୁ ଡ୍ରାଇଭର ପୋଷ୍ଟ ମାଗିଛି। ବୁଝିପାରିଲେ? ଡ୍ରାଇଭର ପୋଷ୍ଟ ମାଗିଛି। ଏଜୁକେସନ କ୍ୱାଲିଫିକେସନ ଡ୍ରାଇଭରରେ ମାଗିଛି କଣ? ନା ମିନିମମ୍ ମେଟ୍ରିକ ପାସ୍ କରିଥିବା ଦରକାର, ସେଟା ସେ କହିଛି। ବୁଝିପାରିଲେ? ଆଉ ଟେକ୍ନିସିଆନ କ୍ୱାଲିଫିକେସନ, ଟେକ୍ନିକାଲରେ ଯୋଉ ପୋଷ୍ଟଟା ବାହାରିଛି ଡ୍ରାଇଭରରେ, କିନ୍ତୁ ଟେକ୍ନିକାଲ ପୋଷ୍ଟ ବାହାରିଛି କଣ? ନା ସେଥିରେ ବି ଟ୍ରାନ୍ସପୋର୍ଟ ଭେହିକିଲ ଡ୍ରାଇଭର ଲାଇସେନ୍ସ ଥିବା ଦରକାର। ବୁଝିପାରିଲେ କି? ଡ୍ରାଇଭିଂ ଲାଇସେନ୍ସଟା ଆପଣମାନଙ୍କର ଥିବା ଦରକାର। ଟ୍ରାନ୍ସପୋର୍ଟ ଡ୍ରାଇଭିଂ ଲାଇସେନ୍ସଟା ଏଇଟା ଥିବା ଦରକାର। ଏଥିରେ କୌଣସି ବି ଡ୍ରାଇଭିଂ ମାନେ ତମ ଡ୍ରାଇଭିଂ ଟେଷ୍ଟ ସେ କରିବେ। ବୁଝିପାରିଲେ କି? ଡ୍ରାଇଭିଂ ଟେଷ୍ଟ କରିବେ, ବଟ୍ ତମମାନଙ୍କର ଲାଇସେନ୍ସ ମାଗୁଛି। ଏକ୍ସପିରିଏନ୍ସ ନଥାଉ, ମତଲବ ଏକ୍ସପିରିଏନ୍ସ ମାନେ କଣ? କାମ ତମମାନେ ଜାଣିଥିବା ଦରକାର, ସେ କଥା କହୁଛି। ବୁଝିପାରିଲେ? ତାପରେ ଆସିଛି ଆପଣମାନଙ୍କର କଣ? ମେକାନିକ ମୋଟର ଭେହିକିଲରେ। ଦେଖନ୍ତୁ ମୁଁ ଆପଣମାନଙ୍କୁ କହିଦଉଛି ପ୍ରଥମ କଥା, ଡ୍ରାଇଭରରେ ଦିଟା ପୋଷ୍ଟ ବାହାରିଲା। ଏଜୁକେସନ କ୍ୱାଲିଫିକେସନ ନେଇକି ଦିଟା ପୋଷ୍ଟ, ଟେକ୍ନିକାଲ ଗୋଟେ ବାହାରିଲା, ସେଟା ହଉଛି ଦେଖିପାରିଲେ ଡ୍ରାଇଭର ଗୋଟେ ବାହାରିଲା, ଦିଟା ବାହାରିଲା। ତାପରେ ଆସୁଛି ମେକାନିକ ମୋଟର ଭେହିକିଲ, ସେଥିରୁ କ୍ୱାଲିଫିକେସନ ମାଗୁଛି କଣ? ମିନିମମ୍ +2 ନହେଲେ ନାହିଁ 10ମ। ଯଦି ଆପଣ 10ମ ପାସ୍ କରିଛନ୍ତି ତ ପକେଇ ପାରିବେ, ଯଦି ଆପଣ +2 ପାସ୍ କରିଛନ୍ତି ବି ପକେଇ ପାରିବେ, କିନ୍ତୁ 10ମ ଯଦି ପାସ୍ କରିଛନ୍ତି ଆରାମସେ ପକେଇ ପାରିବେ। ବୁଝିପାରିଲେ? ତାପରେ ଆପଣମାନଙ୍କୁ କଣ ମାଗୁଛି? ଏଜୁକେସନ ଦେଖିଦେଲେ ମୋଟର ଭେହିକିଲରେ ମାଗୁଛି କଣ? ଏଜୁକେସନ ମାଗୁଛି 10ମ ପାସ୍, ଯଦି 10ମ ପାସ୍ ନ କରିଛନ୍ତି +2 କରିଛନ୍ତି +2 ବି ହବ। ଠିକ ଭାବେ ବୁଝିପାରିଲେ? ତାପରେ ଆସୁଛି ସେଥିରେ ପୋଷ୍ଟଟା କଣ? ପୋଷ୍ଟ ଦେଖ ଟେକ୍ନିକାଲରେ ମାଗୁଛି କ୍ୱାଲିଫିକେସନ କଣ ମାଗୁଛି?
ପ୍ରୋସେସ୍ ବାଇ 2 years ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ITI। ଯଦି ITI ସାର୍ଟିଫିକେଟ୍ ଆପଣ 2 ବର୍ଷ କରିଛନ୍ତି ଟେକ୍ନିକାଲ କ୍ୱାଲିଫିକେସନ ଉପରେ, ତ ଆପଣମାନେ ପକେଇ ପାରିବେ। ଦେଖନ୍ତୁ ଏଇ ଜିନିଷଟା କ'ଣ ନା, ଏଥିରେ ଏଟା ହେଉଛି ପୋଷ୍ଟଟା କ'ଣ, ମେକାନିକ ମୋଟର ଭେହିକିଲ୍, ବୁଝିପାରିଲେ। ଏଜୁକେସନ ମାଗୁଛି କ'ଣ, 10ମ ପାସ୍। ଯଦି ଆପଣ +2 କରୁଛନ୍ତି ବହୁତ ବଢିଆ କଥା। ତାପରେ ମାଗୁଛି କ'ଣ, ଟେକ୍ନିକାଲ କ୍ୱାଲିଫିକେସନ କ'ଣ ମାଗୁଛି, ଟେକ୍ନିକାଲ କ୍ୱାଲିଫିକେସନ କହୁଛି 2 ବର୍ଷିଆ ITI କୋର୍ସ, ବୁଝିପାରିଲେ। ଯଦି 2 ବର୍ଷ ITI କୋର୍ସ କରିଛନ୍ତି, 10ମ ପାସ୍ କରିଛନ୍ତି, ତାହେଲେ ଏଟାକୁ ଆପ୍ଲାଏ କରିପାରିବେ, ବୁଝିପାରିଲେ। ତାପରେ ଆସୁଛି ଆପଣ ମାନଙ୍କର କ'ଣ ଅଲଗା 3ଟା ଜବ୍ ଅଛି। ଦେଖ ଲେଖା ହେଇଛି ଟ୍ରେଡ୍ସମ୍ୟାନ ର କ'ଣ ବାହାରିଛି, ଏଜୁକେସନ ମାଗୁଛି ଟ୍ରେଡ୍ସମ୍ୟାନ ର, ଏଠି ମାଗୁଛି 10ମ ପାସ୍, ବୁଝିପାରିଲେ। ଟ୍ରେଡ୍ସମ୍ୟାନ ବି 10ମ ପାସ୍। ଆଉ ତାପରେ ଆସୁଛି ଏଠି ଲେଖା ହେଇଛି ଯଦି କୌଣସି ଇଣ୍ଡିଆନ ଆର୍ମି ପକଉଛନ୍ତି ଏକ୍ସ ଆର୍ମି, ତାହେଲେ ସେମାନେ ପାଇବେ ପୋଷ୍ଟ, କିଛି ପ୍ରୋବ୍ଲେମ ନାହିଁ। ତା ତଳେ ଲେଖା ହେଇଥିବ କ୍ୱାଲିଫିକେସନ ଦେଖିଦେଲ ଟ୍ରେଡ୍ସମ୍ୟାନ ର। ଦେଖ ଟ୍ରେଡ୍ସମ୍ୟାନ ର ପୋଷ୍ଟଟା କ'ଣ, ଟେକ୍ନିକାଲ ପୋଷ୍ଟ। ଟେକ୍ନିକାଲରେ ମାଗୁଛି କ'ଣ, ମୋଷ୍ଟ ବି ପ୍ରଫିସିଏଣ୍ଟ ୱାର୍କଡ, ସେ କହିଛି ତମ କାମଟା ଭଲ ଭାବରେ କରିପାରୁଥିବା ଦରକାର, ବୁଝିପାରିଲେ। ତାପରେ ପେନର ପୋଷ୍ଟ ମାଗିଛି ଏଜୁକେସନ କ୍ୱାଲିଫିକେସନ, ଟେକ୍ନିକାଲ କ୍ୱାଲିଫିକେସନ ବିଷୟରେ। ଦେଖ ଏଜୁକେସନ ମାଗିଛି ପେନରରେ ମେଟ୍ରିକ ପାସ୍ କରିଥିବା ଦରକାର। ମୁଁ କହିଛି ନା 100% 10ମ ଯଦି ପାସ୍ କରିଥିବ ଆପ୍ଲାଏ କରିପାରିବ, ବୁଝିପାରିଲେ। 10ମ ପାସ୍ କରିଥିଲେ ଆପ୍ଲାଏ କରିପାରିବ। ଦେଖ 10ମ ପାସ୍ କରିଥିଲେ ପେନର ଆପ୍ଲାଏ କରିପାରିବ। ଇଲେକ୍ଟ୍ରିସିଆନରେ ପୋଷ୍ଟଟା ବାହାରିଛି ଟେକ୍ନିକାଲରେ। ସେ ମାଗୁଛି ଟେକ୍ନିକାଲରେ ମାଗୁଛି କ'ଣ, 1 year ଏକ୍ସପିରିଏନ୍ସ ମାଗୁଛି କ'ଣ, ଇଲେକ୍ଟ୍ରିସିଆନର। ଯଦି ଆପଣମାନେ କୌଣସି ITI କି ଡିପ୍ଲୋମା ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ କରିଛନ୍ତି, ଯଦି ITI ଡିପ୍ଲୋମା କରିଛନ୍ତି, ତାହେଲେ ସେଥିରେ ଗୋଟେ ବର୍ଷିଆ କୌଣସି କିମ୍ବା ଗୋଟେ ବର୍ଷ 2 ବର୍ଷ ଯଦି ଏକ୍ସପିରିଏନ୍ସ ଅଛି ତମମାନଙ୍କର ପକେଇ ପାରିବେ। ତାପରେ ଏଜୁକେସନ ତ କହିଦେଇ ସେ 10ମ ପାସ୍ ଦରକାର, ଠିକ ଅଛି। ଏଟା ତାର ଏଜୁକେସନ କ୍ୱାଲିଫିକେସନ। ତାପରେ ଆସୁଛି ଆପଣ ମାନଙ୍କର କ'ଣ ନା, ପେ ଲେବୁଲ ସାଲେରୀ କେତେ କ'ଣ ଆସୁଛି। ପେ ଲେବୁଲ ସାଲେରୀ ଦେଖ ଲେଖା ହେଇଛି, କହିବା ଜଣେଇବାକୁ ଚାହିଁବି। ପେ ଲେବୁଲ ଲେଖା ହେଇଛି ଦେଖନ୍ତୁ, ଲେବୁଲ 3 ର ସାଲେରୀ ଆସିବ, ବୁଝିପାରିଲେ। ଲେବୁଲ 3 ର ସାଲେରୀ ମାନେ ଜାଣନ୍ତୁ 21,700, ଯୋଉ ଲେଖା ହେଇଛି 21,700, ଏଟା ହଉଛି ବେସିକ ପେ। ୟା ଦେହର ତମର ଟିଏ ଲାଗିବ, DA ଲାଗିବ, ଆନାଉନ୍ସ ଲାଗିବ, ଅଦର ଆନାଉନ୍ସ ଅଛି, ବୁଝିପାରିଲେ କି। ଅଦର ଆନାଉନ୍ସ ଲାଗିକି ଆପଣ ମାନଙ୍କର 40-45 ଭଳିଆ ଷ୍ଟାର୍ଟିଂ ରେ ଆସିବ, ବୁଝିପାରିଲେ। ତାପରେ ସାଲେରୀ ତ ଜାଣିଲେ, ପେ ଲେବୁଲ କେତେ ଆସିବ। ତାପରେ ଆସିବ ଏଟା ହଉଛି କ'ଣ, କେତେ ପୋଷ୍ଟ ବାହାରିଛି। ଦେଖନ୍ତୁ 9,175 ପୋଷ୍ଟ ବାହାରିଛି, 9,175, ବୁଝିପାରିଲେ। ତା ଦେହରୁ ମେଲ କ୍ୟାଣ୍ଡିଡେଟ ଯୋଉମାନେ ରହିଲେ, ସେ ମେଲ ହଉଛି 9,096 ପୋଷ୍ଟ। 9,096 ପୋଷ୍ଟ ହଉଛନ୍ତି ମେଲ। ଫିମେଲ ଯୋଉମାନେ ରହିଲେ ସେମାନଙ୍କର ହଉଛି 79 ହଉଛି ଫିମେଲ, ମାନେ ପୋଷ୍ଟ ବାହାରିଛି ଫିମେଲ ମାନଙ୍କର 79। ଆଉ ଯୋଉ ରହିଲା 9,096 ପୋଷ୍ଟ, ସେଟା ହଉଛି ମେଲ ମାନଙ୍କର ଆପ୍ଲାଏ କରିପାରିବେ, ଠିକ ଅଛି। ତାପରେ ଆପଣ ମାନେ ଏଟା ଜାଣିଲେ। ଏଠି ଦେଖ ଯାହାବି ଏଠି ଦେଇଛି ସବୁ ଏରିଆ ଦେଖ ଲେଖା ହେଇଛି, ଚଣ୍ଡିଗଡ଼, ଗୋଆ, ଦିଲ୍ଲୀ, ମିଜୋରାମ, ଓଡିଶା ଦେଖ ଲେଖା ହେଇଛି। ଓଡିଶାରେ କେତେଟା ପୋଷ୍ଟ ଅଛି ଆପଣ ମାନଙ୍କୁ ଦେଖେଇ ଦଉଛି, ଚାହିଁବେ ଯଦି। ଏ ଦେଖନ୍ତୁ ଓଡିଶା ଲେଖା ହେଇଛି, ଏଇଟା ହଉଛି ଓଡିଶାର ଷ୍ଟେଟମେଣ୍ଟ, ଓକେ। ତ ଏଠି ଓଡିଶାରେ ଲେଖା ହେଇଛି ପୋଷ୍ଟ ଅଛି 286 ପୋଷ୍ଟ, ବୁଝିପାରିଲେ। ଦେଖନ୍ତୁ ଲେଖା ହେଇଛି 286 ପୋଷ୍ଟ ଓଡିଶାରେ ଅଛି, ବୁଝିପାରିଲେ। ଆପଣ ମାନେ ଚାହିଁବେ ଯଦି ନେଇପାରିବେ 286 ପୋଷ୍ଟ, ବୁଝିପାରିଲେ। ତ ଏଟା ରହିଲା ହଉଛି ଆପଣଙ୍କର ଏଜୁକେସନ କ୍ୱାଲିଫିକେସନ କୁହାହେଲା, ଆଉ ହାଇଟ୍, ୱେଟ୍, ରନିଂ ସବୁ କୁହାହେଲା। ତ ପ୍ରଥମେ ଜାଣନ୍ତୁ ଏଥିରେ ଫିଜିକାଲ ଫାଷ୍ଟ ହବ। ଯୋଉମାନେ ବି ଜାଣିନାହାନ୍ତି ସେମାନେ ଆପ୍ଲାଏ କରିବେ ଭଲସେ ଦେଖିକି। ଆଉ ଏଟା ବେଶୀ ସମୟ ପାଇଁ ରହୁନି, ଓପନ ହେଇକି ରହିଛି, କିଛି ଦିନ ପରେ ବନ୍ଦ ହେଇଯାଇପାରେ। ବଟ୍ ମୁଁ ଆପଣଙ୍କ ଲାଷ୍ଟ ଡେଟ୍ ବି କହିଦେବି ଏଥିରେ କେମିତି କ'ଣ ଆପ୍ଲାଏ କରିବେ। ଦେଖନ୍ତୁ ଆଇ ଏକ୍ସାମ ଯୋଉଟା ହଉଛି, ଆଇର ଆପଣଙ୍କର ଆଖିର ଯୋଉମାନେ ଡ୍ରାଇଭିଂ କରିବେ, ମାନେ ଆଖିର ଟିକେ ପାୱାର ଥିବା ଦରକାର, ସେଥିପାଇଁ ମୁଁ କହିଦେବି କେମିତି କ'ଣ ଲାଗିବ। ତ ଏବେ ଆମେ ଜାଣିବା ଆପଣଙ୍କର ଏକ୍ସାମ ଯୋଉ ହଉଛି ସେଟା କେମିତି କ'ଣ ହବ। ଏକ୍ସାମ ଆପଣ ଦେଖନ୍ତୁ ଲେଖା ହେଇଛି ଏଠି, କମ୍ପ୍ୟୁଟର ବେସ୍ଡ ଏକ୍ସାମ ହବ, ଯାହାକୁ CBT ମୋଡ ଏକ୍ସାମ ବୋଲି କୁହାଯାଏ, ଠିକ ଅଛି। ତ ଏଥିରେ ରହିବ କ'ଣ, 4ଟା ପେପରରୁ କୋଶ୍ଚେନ। ଗୋଟେ ଏକ୍ସାମ 4ଟା ପେପରରୁ କୋଶ୍ଚେନ ଆସିବ, 2 ଘଣ୍ଟାରେ ଏକ୍ସାମ ହବ। ଆଉ ଟୋଟାଲ ରହିବ 100ଟା କୋଶ୍ଚେନ, 100 ମାର୍କ, ବୁଝିପାରିଲେ। ମାନେ ଗୋଟେ କୋଶ୍ଚେନ ଗୋଟେ ମାର୍କ, ବୁଝିପାରୁଛନ୍ତି। ଗୋଟେ କୋଶ୍ଚେନ ଗୋଟେ ମାର୍କ, ସେଥିରେ ହଉଛି 100ଟା କୋଶ୍ଚେନ 100 ମାର୍କ। ଏଥିରେ କେମିତି କ'ଣ ପଡିବ ଦେଖନ୍ତୁ, ଜେନେରାଲ ଇଣ୍ଟେଲିଜେନ୍ସ ରେ ପଡିବ, ରିକଗ୍ନାଇଜରେ 25ଟା କୋଶ୍ଚେନ ପଡିବ, 25 ମାର୍କ।
ଜେନେରାଲ ଆୱାରନେସ୍ ରେ ପଡିବ 25ଟା କ୍ୱେଶ୍ଚନ 25 ମାର୍କ। ତାପରେ ହଉଛି ଏଲିମେଣ୍ଟାରୀ ମ୍ୟାଥମେଟିକ୍ସ ରେ ପଡିବ 25ଟା କ୍ୱେଶ୍ଚନ 25 ମାର୍କ। ଇଂଲିଶ ଆଉ ହିନ୍ଦୀରେ ପଡିବ 25ଟା କ୍ୱେଶ୍ଚନ 25 ମାର୍କ। ବୁଝିପାରିଲେ, ଟୋଟାଲ ହଉଛି 100 ମାର୍କ। 100 ମାର୍କରୁ ଆପଣ ମାନଙ୍କର ନେଗେଟିଭ ମାର୍କିଂ ଅଛି। ବୁଝିପାରିଲେ, ନେଗେଟିଭ ମାର୍କିଂ ଅଛି। କେତେ ଅଛି ନେଗେଟିଭ ମାର୍କିଂ? 0.25। ତାମାନେ ଆପଣ ମାନେ ହିସାବ କରିଦିଅନ୍ତୁ, ଯଦି ଆପଣ ମାନେ 4ଟା ଭୁଲ କରିଦଉଛନ୍ତି ଆପଣଙ୍କର ଗୋଟେ ମାର୍କ କିମ୍ବା ଗୋଟେ ଯୋଉ ଠିକ କରିଥିବେ ତା ଦେହରୁ କଟିଯିବ। ବୁଝିପାରୁଛନ୍ତି? ବୁଝିପାରିଲେ, ଯଦି ଆପଣ 4ଟା ଭୁଲ କରିଦେଇଛନ୍ତି ଆପଣଙ୍କ ଗୋଟେ ଯୋଉ ଠିକ କରିଥିବେ ସେ ଗୋଟେ କଟିଯିବ, ସେଇଟାକୁ କୁହାଯାଉଛି ନେଗେଟିଭ ମାର୍କିଂ। ବୁଝିପାରିଲେ, ଏଟା ଜାଣିପାରିଲେ ଆପଣଙ୍କର କେମିତି କଣ ପଡିବ, କେମିତି କଣ ଫୁଲ ଡିଟେଲ୍ସ ମୁଁ ତମ ଆପଣଙ୍କୁ କହିଦେଲି। ଯୋଉମାନଙ୍କୁ କ୍ରାଇଟେରିଆ ହଉଛି ଆପ୍ଲାଏ କରିବେ, ବଟ୍ ଆଉ ଗୋଟେ ଜିନିଷ ବାକି ରହିଛି, କଣ କଣ ଦରକାର ହବ, ଯୋଉ ଫର୍ମ ଆପ୍ଲାଏ କରିବେ କଣ କଣ ଦରକାର ହବ। ଦେଖ, ଆପଣଙ୍କର ଯଦି ଆଧାର କାର୍ଡ ଅଛି ହେଇଯିବ, ଯଦି ଭୋଟର କାର୍ଡ ଅଛି ତଥାପି ହେଇଯିବ, ଯଦି ଡ୍ରାଇଭିଂ ଲାଇସେନ୍ସ ଟା ନିହାତି ଜରୁରୀ ଗୋଟେ ପୋଷ୍ଟ ଅଛି, ଯଦି ସେ ପୋଷ୍ଟ ଆପଣ ଆପ୍ଲାଏ କରୁଛନ୍ତି ଡ୍ରାଇଭର ପାଇଁ ଦରକାର ହବ। ବୁଝିପାରିଲେ, ପାନ କାର୍ଡ ଟା ବି ଦରକାର ହବ, ଯଦି ପାନ କାର୍ଡ ଅଛି ବହୁତ ଭଲ କଥା। ତାପରେ ପାସପୋର୍ଟ ଟା ଆପଣଙ୍କର ଯଦି ଥାଏ ଭଲ କଥା, ନହେଲେ ଚଳିବ। ତାପରେ ଏମ୍ପ୍ଲୟ ଆଇଡି କାର୍ଡ ଲେଖା ହେଇଛି, ସେଟା ଆପଣମାନଙ୍କ ଦେଲେ ଚଳିବ, ନହେଲେ ନାହିଁ, କାହିଁକିନା ଆବଶ୍ୟକ ନାହିଁ ସେଟା। ୟା ଭିତରେ ଲେଖା ହେଇଛି ଏନି ଅଦର ଫଟୋ ବ୍ୟୁରିଂ ଆଇଡି କାର୍ଡ ଇସ୍ୟୁ ବାୟ ସେଣ୍ଟ୍ରାଲ ଷ୍ଟେଟମେଣ୍ଟ ଗଭର୍ଣ୍ଣମେଣ୍ଟ। ଦେଖନ୍ତୁ ସେ ଲେଖା ହେଇଛି ଯଦି କୌଣସି ୟା ଭିତରୁ ଇସ୍ୟୁ ଅଛି ତ ସେଟା ନଦେଲେ ଚଳିବ, ବଟ୍ ଆପଣମାନଙ୍କ ୟା ଭିତରୁ ଯେକୌଣସି ଗୋଟେ ଥିଲେ ଆପଣଙ୍କର ହେଇଯିବ। ବୁଝିପାରୁଛନ୍ତି, ମିନିମମ୍ 3ଟା ଜିନିଷ ଥିବା ଦରକାର। ଆଇଦର ଆପଣଙ୍କର ଆଧାର କାର୍ଡ ଥିବ, ବୁଝିପାରୁଛନ୍ତି, ସେ କହିଛି ପ୍ରିଣ୍ଟ ଆଉଟ୍ ଇ ଆଧାର, ମାନେ ପ୍ରିଣ୍ଟ ଆଉଟ୍ ମାନେ ଗୋଟେ ଜେରକ୍ସ କାଢି ଆଧାର କାର୍ଡର। ତାପରେ କହିଛି ଭୋଟର କାର୍ଡ, ଯଦି ଆପଣଙ୍କର ଭୋଟର କାର୍ଡ ନାହିଁ ଚଳିବ। ଆପଣ ତ ପାନ କାର୍ଡ ତ ଗ୍ୟାରେଣ୍ଟି ଥିବ, ବୁଝିପାରୁଛନ୍ତି ନାଇଁ, ପାନ କାର୍ଡ ଥିବ, ଯୋଉମାନେ ଡ୍ରାଇଭିଂ ଲାଇସେନ୍ସ ଥିବ ଭଲ କଥା। ବୁଝିପାରିଲେ, ଏତିକି ରହିଲା। ଏମ୍ପ୍ଲୟ ଆଇଡି ମାନେ ତମ ଜିମେଲ ଟା ଥିବା ଦରକାର, ବାସ୍ ସଇଲା କଥା, ଏତିକି ଦରକାର। ପାସପୋର୍ଟ ସାଇଜ ଫଟୋ କଲର ବାଲା ରିସେଣ୍ଟ ର, ସେଇଟା ସେ ମାଗିଛି। ବୁଝିପାରିଲେ, ଏଟା ରହିଲା ଆପଣଙ୍କର ପାସପୋର୍ଟ ସାଇଜ ଫଟୋ। କେମିତି କଣ ମାଗିଛି ଦେଖନ୍ତୁ ନା, ପାସପୋର୍ଟ ସାଇଜ ଫଟୋ ସେ ଆଇଡି ପ୍ରୁଫ ପାଇଁ ମାଗିବ, ଡକ୍ୟୁମେଣ୍ଟ ଭେରିଫିକେସନ ହବ। ତାପରେ ଦେଖନ୍ତୁ ଆପଣ ମୋଡ ବାଇ ସିଲେକ୍ସନ ହବ, ତାପରେ ଆପଣ ଡକ୍ୟୁମେଣ୍ଟ ଭେରିଫିକେସନ, ତାପରେ ତ ମେରିଟ ଲିଷ୍ଟ ବାହାରିବ, ତାପରେ ଆପଣ ମାନେ ଚାକିରି ପାଇବେ। ବୁଝିପାରିଲେ, ଆପଣ ଦେଖନ୍ତୁ ଏଠି କ୍ୱାଲିଫିକେସନ କେମିତି କଣ ହବ ଦେଖନ୍ତୁ। ଯେହେତୁ କ୍ୱାଲିଫାଇ ପାଇଁ ମାର୍କ ଆପଣମାନଙ୍କର ଦରକାର କେତେ, ମିନିମମ୍ ଆପଣଙ୍କର ୟୁଆର ପାଇଁ 30 ଦରକାର, ଓବିସି ଇଡବ୍ଲ୍ୟୁଏସ୍ ପାଇଁ 25 ମାର୍କ, ମାନେ 25% ମାର୍କ ଦରକାର। ତାପରେ ହଉଛି ଅଦର କ୍ୟାଣ୍ଡିଡେଟ୍ ଯୋଉମାନେ ରହିଲେ ସେମାନେ 20 ଦରକାର। ୟୁଆର ଯୋଉମାନେ ରହିଲେ କୋଉମାନେ ଦେଖନ୍ତୁ, ମୁଁ ଆଉ ଥରେ ବୁଝେଇ ଦଉଛି, ସେମାନେ ଜାଣିପାରୁନାହାନ୍ତି। ଯୋଉମାନେ ବି ଟେକ୍ନିକାଲ ଆଉ ଟ୍ରେଡସମ୍ୟାନ ରେ ପକେଇଛନ୍ତି ସେମାନଙ୍କର କ୍ୱାଲିଫାଇଂ ମାର୍କ ପାଇଁ ସେମାନେ 30 ରଖିଲେ ପାସ୍ ହେଇଯିବେ। ଓବିସି ଇଡବ୍ଲ୍ୟୁଏସ୍ ଯୋଉମାନେ ରହିଲେ 25 ରଖିଲେ ପାସ୍ ହେଇଯିବେ। ଅଦରୱାଇଜ ଯୋଉମାନେ ରହିଲେ ସେମାନେ 20 ରଖିଲେ ପାସ୍ ହେଇଯିବେ। ଏଟା କୋଉଟା ଟେକ୍ନିକାଲ ଟ୍ରେଡସମ୍ୟାନ। ତାପରେ ହେଲା ପେନର। ପେନରରେ ରହୁଛି କଣ, ୟୁଆର ଯୋଉମାନେ ଅଛନ୍ତି 35 ରଖିଲେ ପାସ୍ ହେଇଯିବେ। ଏସସି ଏସଟି ଓବିସି ଇଡବ୍ଲ୍ୟୁଏସ୍ ଯୋଉମାନେ ରହିଲେ ସେମାନେ 33 ରଖିଲେ ପାସ୍ ହେଇଯିବେ, ନର୍ମାଲ କଥା। ତାପରେ ଯୋଉମାନେ ବି ପାସ୍ ହେଇଯିବ ସେମାନଙ୍କର ମେରିଟ ଲିଷ୍ଟ ପରେ ଆପଣ ମାନେ ଜାଣିପାରିବେ କଣ କଣ ହଉଛି। ବଟ୍ ଆପଣ ମାନଙ୍କୁ ଟୋଟାଲ ଅପଡେଟ ତା ଭିତରେ ହିଁ ଦିଆଯିବ, ତା ଭିତରେ ଆପଣମାନଙ୍କୁ ଅପଡେଟ ମିଳିଯିବ କେମିତି କଣ ହବ। ଆପଣ ମେଲ ଦେଇଥିବେ, ମେଲ ପରମାନେଣ୍ଟ ମେଲ ଦେବେ, ଅଲଗା ମେଲ ଦେବେନି, କାହିଁକିନା ପରମାନେଣ୍ଟ ମେଲଟା ହିଁ ଆପଣମାନଙ୍କର କାମ ଦବ। ବୁଝିପାରିଲେ, ଆଉ ଗୋଟେ କଥା କହିଦଉଛି, ଆପ୍ଲାଏ କେମିତି କଣ ହବ। ଆପ୍ଲାଏ ଦେଖନ୍ତୁ ଲେଖା ହେଇଛି ଏଠି www.rect.crpf.gov.in। ଏଟା କୋଉଠି ଯାଇକି, ଏଟା ଯାଇକି କ୍ରୋମ ରେ ସର୍ଚ୍ଚ କରିବେ, ସର୍ଚ୍ଚ ବୋର୍ଡରେ ଯାଇକି ସର୍ଚ୍ଚ କରିବେ। ଏଇ ୱେବସାଇଟ ଟା ସର୍ଚ୍ଚ କଲା ପରେ ପଳେଇ ଆସିବ, ଡାଇରେକ୍ଟ ଅଫିସିଆଲ ୱେବସାଇଟ, ଆପ୍ଲାଏ କରିପାରିବେ। ବୁଝିପାରିଲେ, ଏଟା ଦେଖନ୍ତୁ ଲାଷ୍ଟ ଡେଟ୍ ରହିଛି 19/5/2026, ଆର ମାସ 19 ତାରିଖ ପର୍ଯ୍ୟନ୍ତ ଅଛି, ମେ 19 ତାରିଖ ପର୍ଯ୍ୟନ୍ତ ଅଛି। ଚାହିଁବେ ତ ଆପ୍ଲାଏ କରିବେ। 20/4/2026 ରେ ଷ୍ଟାର୍ଟିଂ ହେଲା, ବୁଝିପାରୁଛନ୍ତି, 20/4/2026 ରେ ଷ୍ଟାର୍ଟିଂ ହେଲା, 19/5/2026 ରେ ସରିବ। ବୁଝିପାରୁଛନ୍ତି, ତ ସେଇ ହିସାବରେ ଆପଣ ଆପ୍ଲାଏ କରନ୍ତୁ। କରିସାରିଲା ପରେ ଦେଖନ୍ତୁ ଆପଣ ମାନେ ଯଦି ମାନେ ଆଟଲିଷ୍ଟ ଯଦି ଆପଣଙ୍କର ହେଇଯାଉଛି ତ ଅଲ ଦି ବେଷ୍ଟ। ଯୋଉମାନଙ୍କର ବି ହଉନି ତ ଟ୍ରାଏ କରନ୍ତୁ, କାହିଁକିନା କହିହବନି ଲକ୍ କେତେବେଳେ କାହାର ସାଥ। ବୁଝିପାରୁଛନ୍ତି, ଏଟା ହଉଛି ମେଲ ଫିମେଲ ମାନଙ୍କୁ ଆପଣଙ୍କୁ କହିଦେଲି। ସିଆରପିଏଫ ର କନେଷ୍ଟବଳ ଟେକ୍ନିକାଲ ଟ୍ରେଡସମ୍ୟାନ ପେନର ପୋଷ୍ଟ। ବୁଝିପାରିଲେ।